ପାଇଥାଉ ବିଶ୍ୱାସ ଦ୍ୱାରା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ସେ ଅନନ୍ତ ଶାଶ୍ୱତ ବା ସଦାକାଳ ପାଇଁ ଯୋଉ ସୁରକ୍ଷା ମାନଙ୍କର ରହିଛି ସେଇଟା ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ପ୍ରାପ୍ତ ହେଇଥାଉ। ମୁଁ ଆଗରୁ ମଧ୍ୟ କହିଛି ଯେ ଭାରତ ଏଭଳି ଏକ ଦେଶ ଯୋଉଠି ଈଶ୍ୱରଙ୍କୁ ଲୋକ ଖୋଜୁଛନ୍ତି, ରାଇଟ। ଈଶ୍ୱରଙ୍କୁ ଖୋଜିବାର ଲୋକମାନେ ବହୁତ କୋଟି କୋଟି ସଂଖ୍ୟାରେ ଅଛନ୍ତି। ସେଥିପାଇଁ ଅନ୍ୟ ସମ୍ପ୍ରଦାୟରେ ଲୋକମାନେ 33 କୋଟି ଦେବାଦେବୀର ପୂଜା ଅର୍ଚ୍ଚନା କରୁଛନ୍ତି, ଖୋଜୁଛନ୍ତି ବିଭିନ୍ନ ଜାଗାରେ, ବିଭିନ୍ନ ବସ୍ତୁରେ, ବିଭିନ୍ନ ବ୍ୟକ୍ତିଙ୍କ ଠାରେ, କିନ୍ତୁ ସତ୍ୟ ବ୍ୟକ୍ତିଙ୍କ ପାଖରେ ସେମାନେ ପହଞ୍ଚି ପାରୁନାହାନ୍ତି। ଆଉ ଯୋଉମାନେ ପହଞ୍ଚୁଛନ୍ତି, ଯୋଉମାନେ ଖୋଜି ଖୋଜି ଏଇ ସତ୍ୟର ସନ୍ଧାନ ପାଉଛନ୍ତି, ସେମାନେ ସମସ୍ତ ବନ୍ଧନରୁ ମୁକ୍ତ ହେଇଯାଉଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସମସ୍ତ ସତ୍ୟ ସେ ହିଁ ନିଜେ ଅଟନ୍ତି। ସେ ନିଜେ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ ପିତାଙ୍କ ନିକଟକୁ କେହି ଯାଇପାରିବ ନାହିଁ। ତ ପିତା ଈଶ୍ୱର ସ୍ୱର୍ଗରେ ଅଛନ୍ତି, ମନୁଷ୍ୟ ପୃଥିବୀରେ ଅଛି, ଏବଂ ମନୁଷ୍ୟ ପୃଥିବୀରୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ଚେଷ୍ଟା କରି ସେ ବିଭିନ୍ନ ଉପାୟ ଅବଲମ୍ବନ କରୁଛି। କଣ କଣ ଅବଲମ୍ବନ? ଧାର୍ମିକ ମାନେ ଧର୍ମକୁ ସେ ଅବଲମ୍ବନ କରୁଛି, ରିଲିଜିୟନ। ତାପରେ ରିଚୁଆଲସ, ବିଭିନ୍ନ ରକମର ରୀତି ନୀତିକୁ ସେ ପାଳନ କରୁଛି। ରାଇଟ୍ସ ଗୁଡାକ ଅଛି, ବିଭିନ୍ନ ରକମର ପ୍ରଥା, ତାପରେ ପରମ୍ପରା, ଟ୍ରାଡିସନ୍ସ ଆଉ ସଂସ୍କୃତି, କଲଚର, ଏ ସମସ୍ତର ଅବଲମ୍ବନ କରୁ କରୁ ସେତିକିରେ ସେ ଚାପି ହେଇଯାଉଛି। କାରଣ ତାକୁ ଧର୍ମ କହୁଛି ତୁ ଏହା କର, ତୁ ସେଇଆ କର, ତୁ ସେଇଆ କର, ତୁ ଏପଟ ଯା, ତୁ ସେପଟ ଯା, ଏପରି କାର୍ଯ୍ୟ କର, ତାହେଲେ ତୁ ଈଶ୍ୱରଙ୍କୁ ପାଇବୁ। ତ ସେଥିରେ ସେ ଚାପି ହେଇଯାଉଛି, ଆଉ ସେ ଉପରକୁ ଉଠି ପାରୁନାହିଁ। ତାପରେ ରିଚୁଆଲସ ଗୁଡାକ ସେ କରୁଛି, ବିଭିନ୍ନ ରକମର ରୀତିନୀତି ସେ କରୁଛି, ଯୋଉଥିରେ ସେ ସୀମିତ ହେଇଯାଉଛି। ବିଭିନ୍ନ ରକମର ରାଇଟ୍ସ ବୋଲିକରି କୁହାଯାଏ, RITES। ତାପରେ ଟ୍ରାଡିସନ୍ସ, କଲଚର, ଏଇଗୁଡାକ ଦ୍ୱାରା ମନୁଷ୍ୟ ଉପରକୁ ଉଠି ପାରେ ନାହିଁ। କିନ୍ତୁ ପରମେଶ୍ୱରଙ୍କର କାର୍ଯ୍ୟ ଦେଖନ୍ତୁ, ପରମେଶ୍ୱରଙ୍କର ଚିରନ୍ତନ ପ୍ରେମ ହେତୁ, ପରମେଶ୍ୱରଙ୍କର ଅନନ୍ତ ପ୍ରେମ ହେତୁ, ପରମେଶ୍ୱରଙ୍କର ଶାଶ୍ୱତ ପ୍ରେମ ହେତୁ, ସଦା କାଳ ନିମନ୍ତେ ତାଙ୍କର ଯୋଉ ପ୍ରେମ, ଅପୂର୍ବ ଅଲୌକିକ ପ୍ରେମ, ଅତୁଳନୀୟ ପ୍ରେମ, ସେ ପ୍ରେମ କେବେ ଶେଷ ହୁଏ ନାହିଁ। ସେ ପ୍ରେମର କେତେ ମାପକାଠି ନାହିଁ, ତାକୁ ବର୍ଣ୍ଣନା କରାଯାଇ ନପାରେ। ଅବର୍ଣ୍ଣନୀୟ ପ୍ରେମ, ଅତି ଗଭୀର ପ୍ରେମ, କେତେ ଶବ୍ଦ ଆପଣ ମାନେ ୟୁଜ କରିପାରନ୍ତି, ସେ ପ୍ରେମର ତୁଳନା ନାହିଁ, ସେ ପ୍ରେମର ବର୍ଣ୍ଣନା ନାହିଁ। ଯୋଉ ପ୍ରେମରେ ପରମେଶ୍ୱର ଆମମାନଙ୍କୁ ପ୍ରେମ କଲେ, କଣ ପାଇଁ? ଆମେ ଯୋହନ 3:16 ସମସ୍ତେ ଜାଣୁ ଯେ କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ସେ ଦାନ କଲେ ଆମମାନଙ୍କୁ ପ୍ରେମ କରୁଥିବା ହେତୁ, ଜଗତବାସୀଙ୍କୁ ପ୍ରେମ କରୁଥିବା ହେତୁ ସେ ଦାନ କଲେ, ଯେପରି ଆମେ ତାଙ୍କ ଠାରେ ବିଶ୍ୱାସ କରିବା ଏବଂ ବିନଷ୍ଟ ନହିବା ଓ ଅନନ୍ତ ଜୀବନ ପାଇବା। ବିଶ୍ୱାସ କରିବା, ବିନଷ୍ଟ ନହିବା, ଅନନ୍ତ ଜୀବନ ପାଇବା। ସେଇଥିପାଇଁ ସେ ଦେଲେ। ଆଉ ତାପରେ ପରେ ଯଦି ଆମେ ଖୋଳିବା ଈଶ୍ୱରଙ୍କର ବାକ୍ୟକୁ, ଆମେ ସମସ୍ତେ ଜାଣୁ ଯେ ପ୍ରଭୁ ଯୀଶୁକୁ ସେ କାହିଁକି ଦେଲେ? ଜଗତରେ ସମସ୍ତେ ପାପରେ ଲିପ୍ତ ହେଇଯାଇଛନ୍ତି, ସମସ୍ତେ ପାପ କରି ଈଶ୍ୱରଙ୍କର ମହିମାରୁ ଉଣା ପଡି ଅଛନ୍ତି। ତେଣୁକରି ସେ ଆପଣ ପୁତ୍ରଙ୍କୁ ପ୍ରେରଣ କଲେ, ଯେପରି ପୁତ୍ରଙ୍କ ଦ୍ୱାରା, ଯୋଉ ପୁତ୍ରଙ୍କୁ ସେ ଦାନ କଲେ, ନିଜ ପାଖରେ ରଖିପାରିଲେ ନାହିଁ, ସେ ଦେଇଦେଲେ। ସେଥି ହେତୁ ତାଙ୍କ ଦ୍ୱାରା ଆଉ ତାଙ୍କ ଠାରେ ବିଶ୍ୱାସ କରୁଥିବା ଲୋକମାନେ ଯେପରି ଉଦ୍ଧାର ପାଇବେ, ପରିତ୍ରାଣ ପାଇବେ, ମୁକ୍ତି ପାଇବେ, ଶାନ୍ତି ପାଇବେ, ଅନନ୍ତ ଜୀବନ ପାଇବେ। ପୁଣି ସେମାନଙ୍କର ପାପର ବୋଝକୁ ସେ ଯେପରି ନେଇଯିବେ, ପାପର ବୋଝ ଆଉ ସେମାନଙ୍କ ଉପରେ ଲଦି ଦିଆଯିବ ନାହିଁ, ଲଦି ହୋଇ ରହିବ ନାହିଁ। ଯାହାଙ୍କ ଠାରେ ପାପ ନାହିଁ, ପ୍ରଥମ ଯୋହନ 3:5 ଆପଣ ମାନେ ଦେଖିବେ, ଏବଂ ଦ୍ୱିତୀୟ କରନ୍ତୀୟ 5:21 ଆପଣ ମାନେ ଦେଖିବେ ଯେ ତାଙ୍କ ଠାରେ ପାପ ନାହିଁ, ପାପର ଲେଶ ମାତ୍ର ନାହିଁ ତାଙ୍କ ଠାରେ। ସେଇ ପ୍ରକାର ନିଷ୍ପାପ, ନିର୍ଦାଗ, ନିଷ୍କଳଙ୍କ, ଅତି ପବିତ୍ର ଈଶ୍ୱରଙ୍କର ମେଷ ଶାବକ ଜଗତର ପାପ ଭାରକୁ ବୋହି ନେଇଗଲେ। ସେଥିପାଇଁ ବାପ୍ତିଜକ ଯୋହନଙ୍କ ଠାରେ ଯୋଉ ଶିଷ୍ୟମାନେ ଥିଲେ, ସେମାନେ ଗୋଟେ ପ୍ରଶ୍ନ ପଚାରିଥିଲେ ଏବଂ ଯୀଶୁ ଯାଉଥିବା ଦେଖି ବାପ୍ତିଜକ ଯୋହନ କହିଲେ, ଏଇ ଦେଖ ଈଶ୍ୱରଙ୍କର ମେଷ ଶାବକ, ଯିଏ ଜଗତର ପାପ ଭାର ବୋହି ନେଇ ଯାଆନ୍ତି। ଯୋହନ 1 ଅଧ୍ୟାୟରେ ତାହା ଦେଖୁଛୁ, 1:29 ଆପଣ ମାନେ ପାଇପାରିବେ।
केवल सेतिकी नुहे आमे जाणु जे शयतानर कार्यको विनाश करिबा निमंते ईश्वर आपणा पुत्रंको देले। प्रथम जोहन 3:8 रे आपण देखिबे एवं एब्री 2:14 रे आपण माने देखि परिबे। पुणी प्रकाशित 20:10 पदरे मध्य आपण माने देखि परिबे। ईश्वरंकर माने शयतानर कार्यको विनाश करिबा पई ईश्वर आपणा पुत्रंको देले। से मनुष्य हिकरे आसिले। तेबे मनुष्य जो अवस्था रे अछि ए निम्न भागरे बा ए पृथ्वी पृष्ठरे परमेश्वर ऊर्ध्वरे थिले हैं से ए समस्त रिलीजियन रिचुअल राइट्स कल्चर आ जहा किछि अछि ट्रेडिशन ए समस्त को भेद करी से तळकु आसिले। आमे जो अवस्था रे अछु हमर सेही अवस्था को से आसिले। दीनहीन अवस्था रे रहुथिबा मनुष्य मानक निकटको से आसिले। सेतिपाई लुक 4 अध्याय 18 रु 18 19 20 पदरे लेखा अछि जहा जिसाय 61 अध्याय मध्ये लेखा अछि ईश्वरंकर आत्मा मोठारे अधिष्ठान करियछंती जेपरि दीनहीन मानक निकटरे सुसमाचार प्रचार से करि परिबे बंदी माननकु मुक्ति करि परिबे पुणी प्रभुंकर अनुग्रहर वर्ष से घोषणा करिवे अंध माननकु दृष्टि शक्ति से देबे। जणे भौणी गीत गाउ गाउ ए प्रकार गीत गुडाक गाउथिले। तो ए समस्त कार्य करिबा पाई परमेश्वरंकर पुत्रंकु से निज पाखरे रखिले नाही से देई देले जेपरि तांकठारे आमे समस्त विषय पाइबा को विषय पाइबा मु प्रथम रे प्राय 12-13टा लिस्ट देली बा शब्द गुडा को उच्चारण कली को विषय से आमान को दियंती आपण माने आउ सेथिरे अधिक जोड़ करि परिबे जेतो आपण माने समस्ते अनुभवी अटंती। तेबे तीनटा कथा कहिबी प्रिय भाई एवं भौणी माने ईश्वरंकर अनुग्रह पुणी आमानकर परित्राण एई वाक्यरु से आपणा पुत्रंकु सुधा रक्षा कले नाही मात्र आम समस्तंक निमंते ताहांकु समर्पण कले। समर्पण कोठी कले क्रूसरे हत हेबा निमंते से समर्पण कले क्रूसरे मरिबा निमंते से समर्पण कले निज पुत्रंकु जेहेतु से पापी मनुष्य मानंकु प्रेम कले चिरंतन प्रेम रे से प्रेम करुथबा हेतु से एहा साधन कले। तो आज आमाने पाउछु कोन ना साल्वेशन बाय ग्रेस इनक्लूड्स आमानकर पुनर्जीवन आमानकर नुआ जीवन आमे जेते उच्च शिक्षित हेले हैं परित्राण संबंधी ज्ञान गोटे अनुभव करा जाए पढ़ी पढ़ी करी खाली बुझी हुए नाही अनेक समय सेतिपाई निकोदीम नामक जने व्यक्ति रात्रि काल रे प्रभु यीशु ख्रीष्टंक निकट को आसिले कहले पुनर्जन्म पाइबा निमंते मते कोन करिबा को हबो। तो पुनर्जन्मर कथा नुआ जीवनर कथा साधारण विषय नुहे शिक्षागत योग्यता थिले जे पाई जिबा ए प्रकार भी नुहे एटा परमेश्वरंकर जो पुत्र परमेश्वर देइचंती जो पुत्रंको आमानक निमंते देइचंती सेई शाश्वत पुरुष सेई अनंत पुरुष सेई ईश्वरंकर मेष शावक पवित्र व्यक्ति जीए आमानकर जीशु ख्रीष्ट आमानकर मसीह आमानकर उद्धारकर्ता तांको सहित एक व्यक्तिगत संपर्क हेबा आवश्यक। सेतिपाई पाउल कहिले जे कारण ईश्वर अनुग्रह रे विश्वास द्वारा तुम्हें माने परित्राण पाई अछ। एफेसियो 2 अध्याय 8 एवं 9 पदरे अनुग्रह रे विश्वास द्वारा माने परित्राण पाइछु आमानकर कोनोसी उत्तम क्रियाकर्म द्वारा नुहे दान दक्षिणा देई देबा द्वारा नुहे धर्म कर्म करि देबा द्वारा नुहे वाक्य कुहे आमानकर धर्म कर्म ईश्वरंक दृष्टि रे छिंडा कना सदृश से ही पाप क्षमा करि पारंती। सेतिपाई जेतेबेले जिहुदी माने जो माने निजको धर्मगुरु बोली मने करुथिले शास्त्री माने फारूसी माने निज निजको भाबुथिले वी आर वेरी रिलीजियस आमे सबु रीतिनीति पालन करुछु आमे सप्ताह रे एते उपवास करुछु आमे एते दान दक्षिणा दउछु सबु विषयर दशमांश आमे दउछु किंतु ईश्वरंकर बा प्रभु यीशु ख्रीष्टंकर शिष्य माने उपवास करंती नाही हाथ धुअंती नाही गोड़ धुअंती नाही पाद प्रक्षालन करंती नाही सबु विषयर अभियोग से माने आणुथिले विश्राम बार रे सुस्थ करा जाए नाही विभिन्न कथार अभियोग से माने केवल आणुथिले आ प्रभु यीशु से मानकु प्रश्न बदल रे प्रश्न करी से मानकर उत्तर से दउथिले। आ ए निकोदीम पुनर्जन्मर तात्पर्य से बुझी पारि नथिले जणे लॉयर जणे एडवोकेट जणे हाईली एजुकेटेड पर्सन हेले मध्य
पुनर्जन्म प्राप्त हेबा विषय से जानी नथिले बा से बुझी नथिले बा से उपलब्धि करि नथिले। एटा साधारण विषय नुहे। ए सबु डिवाइन विषय बा ईश्वरंकर गुरुत्वपूर्ण विषय। तेणु साल्वेशन बाय ग्रेस इनक्लूड्स न्यू बर्थ, माने न्यू जनरेशन बा रीजनरेशन जाको कुहा जाय। पुनर्जन्म जोहन 3:3 रे आपण माने ता पाइबे। केवल सेतिक नुहे, साल्वेशन बाय ग्रेस बा परित्राण, अनुग्रह रे परित्राण पाइबा विषय कौन कौन इनक्लूड करे? इट इनक्लूड स्पिरिचुअल रेस्क्यू, एक आत्मिक उद्धार आमन को मिले। मो सब बेले कुहे ग्रेस, GRACE, ग्रेस रो अर्थ होची गॉड रिचेस एट क्राइस्ट्स एक्सपेंस। ख्रीष्टन को मूल्य रे परमेश्वर आमान को पाखरे पहुंचंती। तो लोको ईश्वर निकट को जीवा पाई चाहूचंती, किंतु ऊर्ध्वरु ईश्वर तल को खसी आसंती। आमे जो अवस्था रे अछु आम सहित रहिबा पाई, आमानकर सहित इमानुएल परमेश्वर हेबा निमंते से आम पाखक आसंती। आमे जे कोनसी अवस्था रे थाउ ना काहेकि, आ सेई अवस्था से आमान को उद्धार करंती, सेई अवस्था से आमान को मुक्त करंती, सेई अवस्था से आमान को आजाद करंती। किंतु आमान को से विश्वास रहिबा दरकार। तो स्पिरिचुअल रेस्क्यू, से परित्राण अनुग्रह रे विश्वास करिबा द्वारा, अनुग्रह रे जो परित्राण अछि से परित्राण रे आमानकर आत्मिक सुरक्षा अछि। केमिति? लुक 19:10 पदरे माने देखुछु, कारण जहा हजी अछि ताहा खोजी रक्षा करिबा निमंते मनुष्य पुत्र आसी अछंती। जक्षियंक जीवन रो कथा माने देखुछु, सबु किछि थिला ता पाखरे, किंतु से परित्राण पाइ नथिले। यीशु को देखिबा पाई खाली से गछ ऊपर चढ़ुथिले, किंतु प्रभु यीशु ता गृह को आसिले। गृह को आसीबा द्वारा, प्रभु यीशुंकर उपस्थिति पड़िबा द्वारा, प्रभु यीशुंकर पाद से गृह रे पड़िबा द्वारा से गृह परित्राण पाइले। पुणी पाउल अनेक जगह आमान को कहिसंती, जेतेबेले कर्नेलियसंक गृह को गले पितर प्रचार करिबा पाई, कर्नेलिय एवं तांकर गृह समस्ते से माने परित्राण पाइले। पाउल एवं सिला बंदी गृह रे थाई प्रचार करुथिबा अवस्था रे से बंदीशालार रक्षक से एवं तार परिजन से माने परित्राण पाइले, उद्धार पाइले, से माने रक्षा पाइले, अनंत कालीन रक्षा, इटर्नल सिक्योरिटी बाय द वर्क ऑफ क्राइस्ट। सो सेटा पाउल ए स्थान रे से प्रतिपादन करूछंती, तांकर अभिव्यक्ति से दउछंती ए स्थान रे, जे वी आर सिक्योर्ड इटर्नली बाय द वर्क ऑफ क्राइस्ट। ख्रीष्टंकर कार्य द्वारा, ख्रीष्टंकर श्रम द्वारा आमानंकर अनंत कालीन सुरक्षा माने पाई थाउ। ख्रीष्ट कौन कार्य कले? आमको कौन से कार्य करने को पड़े ना। रिलीजियन कहिबो ए कार्य कर, से कार्य कर, एमिति धर्म कर्म कर, सेमिति कार्य कर, ताहले तुमे माने उद्धार पाइबो, ताहले तुमे मोक्ष पाइबो। नदी रे जाइकरी डुबकी मारो, अलाहाबाद रे जाइकरी डुबकी मारो, गंगा जमुना रे डुबकी मारो, हरिद्वार रे जाइकरी डुबकी मारो, एटा रिलीजियन कहूचे। ए सब राइट्स को, रिचुअल्स को पालन करिबा पाई, जोठी लोक माने भाबुचंती सेमति कले उद्धार मिलिबो, सेमति कले पुण्य मिलिबो, सेमिति कले पाप क्षमा मिलिबो। किंतु पाप क्षमा प्रभु यीशु ख्रीष्टंकर पवित्र रक्त छड़ा आउ हेई पारे नाही। ताहांकर रक्त रे ही आमानकर पाप क्षमा आमने पाई अछु। तो वी आर सिक्योर बाय द वर्क ऑफ क्राइस्ट। ख्रीष्टंकर कार्य द्वारा ही आमने आउ माने अनंत कालीन सुरक्षा माने पाइछु। द्वितीय कथा, वी आर सिक्योर बाय द लाइफ ऑफ क्राइस्ट। ख्रीष्टंकर जीवन द्वारा आमने सुरक्षित हेइछु अनंत कालर निमंते। कौन कौन तांकर जीवन रो परिचय आमने समस्ते जानो। तांकर जीवन केमिति थिला, जन्म कालरू मृत्यु काल पर्यंत आमने प्रभु यीशु ख्रीष्टंकर जीवन संपर्क रे समस्ते जानो। किंतु दीटा कथा कहबी, द प्राइस दैट क्राइस्ट पेड ऑन द क्रॉस फॉर अस। ख्रीष्ट आमान को पाई जो मूल्य प्रदान कले, तांकर जीवन रो मूल्य से देले, संपूर्ण जीवन से दे देले। जो मूल्य आमान को देवा कथा क्रूस उपरे, से मूल्य से आम पाई देले। जिसा 53 अध्याय रे आपण माने संपूर्ण विस्तारित विवृत्ति पाई परिबे ख्रीष्टंकर दुख भोग संपर्क रे, ख्रीष्टंकर सफरिंग संपर्क रे। सफरिंग हिम सेठी लेखा अछि जिसा 53 अध्याय रे।
ସଫରିଂ ସଙ୍ଗ ଲେଖା ଅଛି, ତାକୁ ସେମିତି ଭାବରେ ବ୍ୟାଖ୍ୟା କରାଯାଇଥାଏ। ସୋ ଦ ପ୍ରାଇସ୍ ହି ପେଡ୍ ଅନ୍ ଦ କ୍ରସ୍, କ୍ରୁଶରେ ଯୋଉ ମୂଲ୍ୟ ସେ ଆମମାନଙ୍କ ପାଇଁ ଦେଲେ, ସବୁ କିଛିର ମୂଲ୍ୟ ସେ ଚୁକେଇ ଦେଲେ। ଦ ପେନାଲ୍ଟି ଯୋଉଟା ଆମକୁ ପେ କରିବା କଥା ଥିଲା, ଯୋଉ ଋଣ ଆମକୁ ପେ କରିବାର ଥିଲା, ଆମକୁ ମାନେ ଦେବାର ଥିଲା, ସେ ମୂଲ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶ ଉପରେ ଦେଲେ। ଆଉ କେବଳ ସେତିକି ନୁହେଁ, ଦ ପାୱାର ହି ଡିସ୍ପ୍ଲେଡ୍ ଏଟ୍ ଦ ଟୁମ୍, କବର ଉପରେ, କବରରେ ଯୋଉ ଶକ୍ତି ତାଙ୍କର, ଯୋଉ ପରାକ୍ରମ ତାଙ୍କର, କରାମତି ତାଙ୍କର, ସେଇଟା ସେ ପ୍ରଦର୍ଶନ କଲେ, ଜୟ କଲେ। ମୃତ୍ୟୁର ନାହୁଡ଼ ଭାଙ୍ଗିକରି ସେ ଉଠିଲେ, ମୃତ୍ୟୁ ତାଙ୍କୁ ଧରି ରଖି ପାରିଲା ନାହିଁ। ତାପରେ ଦ ପୋଜିସନ ଦ୍ୟାଟ ହି ହୋଲ୍ଡସ୍ ଏଟ୍ ଦି ଥ୍ରୋନ୍, ସିଂହାସନ ଉପରେ ଯୋଉ ପୋଜିସନରେ ସେ ଅଛନ୍ତି, ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ସେ ଉପବେଶନ କରୁଅଛନ୍ତି। ରାଜା ହିଁ ସିଂହାସନରେ ବସନ୍ତି, ସେ ରାଜା ମାନଙ୍କର ରାଜା, ସେ ପ୍ରଭୁ ମାନଙ୍କର ପ୍ରଭୁ, ଆଉ ସିଂହାସନରେ ସେ ଆସୀନ ଅଟନ୍ତି। ଆମେ ତାଙ୍କର ପ୍ରଜା, ସେ ଆମମାନଙ୍କର ରାଜା ଅଟନ୍ତି। ଜନ୍ମ ଶିଶୁକୁ କୁହାଗଲା ଯେ ତୁମମାନଙ୍କ ନିମନ୍ତେ ଜଣେ ରାଜା ଜନ୍ମ ଗ୍ରହଣ କରିଅଛନ୍ତି। ସେଥିପାଇଁ ହେରୋଦ ସେ ମାନେ ଘାବରି ଗଲେ, ହଇରାଣ ହେଇଗଲେ, ବିଚଳିତ ହେଇଗଲେ, ବ୍ୟସ୍ତ ବିବ୍ରତ ହେଇଗଲେ ଯେ ମୁଁ ଜଣେ ରାଜା ଥାଉ ଥାଉ ଆଉ କିଏ ରାଜା ଜନ୍ମ ଗ୍ରହଣ କରିଗଲେ। ଜଣେ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି, ସେ ଶିଶୁଙ୍କୁ କୁହାଯାଉଛି ଜଣେ ରାଜା ଜନ୍ମ ଗ୍ରହଣ କରିଛନ୍ତି। ଆଉ ସେଥି ନିମନ୍ତେ ପୂର୍ବ ଦେଶର 3 ପଣ୍ଡିତ ମଧ୍ୟ ଯାଇ ସୁନା କୁନ୍ଦୁରୁ ଗନ୍ଧରସ ତାଙ୍କ ଚରଣ ତଳେ ଥୋଇଲେ, ତାଙ୍କୁ ପ୍ରଣାମ କଲେ। ତାର ବିବୃତ୍ତି ଆମେ ଖ୍ରୀଷ୍ଟମାସ ସମୟରେ ଶୁଣିଥାଉ ଅନେକ ସମୟରେ। କିନ୍ତୁ ଏଇ ଶିଶୁ ଆସିଲେ ଜଗତର ପାପ ବାର ବୋହି ନେବା ନିମନ୍ତେ, ଶୟତାନର କାର୍ଯ୍ୟକୁ ବିନାଶ କରିବା ନିମନ୍ତେ ସେ ଆସିଲେ ଏବଂ ପ୍ରାୟଶ୍ଚିତ ବଳି ସ୍ୱରୂପ ହେବା ନିମନ୍ତେ ସେ ଆମମାନଙ୍କ ପାଇଁ ଦାନ କରାଗଲେ। ଏ ସମସ୍ତ ବିଷୟ ମାନେ ପାଉଛୁ ନା, ସେଥିପାଇଁ ସମସ୍ତ ବିଷୟ ସେ ତୁମମାନଙ୍କୁ ଦେବେ ବୋଲିକି ଯୋଉ କୁହାଗଲା ଏ ସ୍ଥାନରେ, ଏଇ ହଉଛି ସମସ୍ତ ବିଷୟ। ପୁଣି ଈଶ୍ୱରଙ୍କର ପ୍ରେମର ବିଷୟ ଯଦି ଆମେ ଦେଖିବା ଆହୁରି ତଳକୁ ତଳକୁ, ଆପଣମାନେ ଯଦି ସେଇ ରୋମିଓ 8 ଅଧ୍ୟାୟ 31ରୁ 39 ପଦ ପର୍ଯ୍ୟନ୍ତ ଯଦି ପଢିବେ, ତାହେଲେ ସେ ପ୍ରେମର ପରାକାଷ୍ଠା ଆପଣମାନେ ବୁଝିପାରିବେ, ପ୍ରେମର ତାତ୍ତ୍ୱ ବୁଝିପାରିବେ। ଈଶ୍ୱରଙ୍କର ପ୍ରେମରୁ ଆମମାନଙ୍କୁ କିଏ ବିଚ୍ଛିନ୍ନ କରିପାରେ? କି କ୍ଲେଶ, କି ଦୁଃଖ, କି ମହାମାରୀ, ଏ ସମସ୍ତ ବିଷୟ ସେ ସ୍ଥାନରେ ଲେଖା ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ବୋଲି ସେ କହୁଛନ୍ତି। କେହି ହେଲେ ବିଚ୍ଛିନ୍ନ କରିପାରିବ ନାହିଁ। ପାଉଲ ନିଶ୍ଚିତ ଅଛନ୍ତି, ଆଉ ସେ କଥା ସେ ରୋମିଓ ମଣ୍ଡଳୀକୁ ଲେଖି ସେମାନଙ୍କୁ ଉତ୍ସାହିତ କରୁଛନ୍ତି, ସେମାନଙ୍କୁ ଶୃଙ୍ଖଳିତ କରୁଛନ୍ତି, ସେମାନଙ୍କୁ ଆହୁରି ଆତ୍ମିକ ଜୀବନରେ ବଢିବା ପାଇଁ ସେ ସାହାଯ୍ୟ କରୁଛନ୍ତି। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଇଟର୍ନାଲ ସିକ୍ୟୁରିଟି ବା ସେକ୍ୟୁର ବାଇ ଦି ଲେବର ଅଫ ଖ୍ରାଇଷ୍ଟ, ଆମେ ସମସ୍ତେ वी आर सेक्यूर बाय द लाइफ ऑफ क्राइस्ट। तापर तृतीय कथा कहिबी जे वी आर सेक्यूर बाय द लव ऑफ क्राइस्ट। ଖ୍ରୀଷ୍ଟଙ୍କର ପ୍ରେମରେ ଆମମାନେ ଅନନ୍ତକାଳୀନ ସୁରକ୍ଷା ପାଇଥାଉ, କାରଣ ତାଙ୍କର ପ୍ରେମ କି ପ୍ରକାର? ତାଙ୍କର ପ୍ରେମ ହଉଛି ଇଟର୍ନାଲ, ଅନନ୍ତକାଳୀନ ପ୍ରେମ, ଶାଶ୍ୱତ ପ୍ରେମ, ସୁନ୍ଦର ପ୍ରେମ, ଯୋଉ ପ୍ରେମର ମୁଁ ପୂର୍ବରୁ କହିଲି ଯେ ହିଜ ଲଭ ଇଜ ଏଣ୍ଡ୍ୟୁରିଂ ବୋଲିକରି କୁହାଯାଏ। ଏଭ୍ରି 13:5 ରେ ଆପଣମାନେ ପାଇବେ ଏବଂ ପ୍ରଥମ ଜୋହନ 4 ଅଧ୍ୟାୟରେ ଆପଣମାନେ ପାଇପାରିବେ ପ୍ରେମ ସମ୍ପର୍କୀୟ କଥା। ଜୋହନ 3:16 ଆଗରୁ ଆମେ ପଢିଛୁ ବା କହିଛୁ। ତାଙ୍କର ପ୍ରେମ ଅନନ୍ତକାଳୀନ, ଅମର ପ୍ରେମ, ଶାଶ୍ୱତ ପ୍ରେମ, ଏଣ୍ଡ୍ୟୁରିଂ ଲଭ। ହିଜ ଲଭ ଇଜ ଏନେବଲିଂ, ସେ ଆହୁରି ଆମମାନଙ୍କୁ ମାନେ ଶକ୍ତିଯୁକ୍ତ କରିଥାଏ ତାଙ୍କର ପ୍ରେମ, ସେଇ ପ୍ରକାର ପ୍ରେମ। ଆଉ ତାଙ୍କର ପ୍ରେମ ହଉଛି ଏଭରଲାଷ୍ଟିଂ, ଓକେ, ଏଣ୍ଡ୍ୟୁରିଂ, ଏନେବଲିଂ, ଏଭରଲାଷ୍ଟିଂ, ଏଇ ପ୍ରକାର ଭାବରେ ବର୍ଣ୍ଣନା କରାଯାଇଥାଏ। ଆଉ ଆପଣ ଯେତେ ଶବ୍ଦ ପ୍ରୟୋଗ କରି ଈଶ୍ୱରଙ୍କର ପ୍ରେମକୁ ବର୍ଣ୍ଣନା କରିପାରିବେ। এই সমস্ত প্রেমরে সে আমাকে প্রেম করতে, তাঙ্কর জীবন দ্বারা, তাঙ্কর প্রেম দ্বারা এবং তাঙ্কর শ্রম দ্বারা আমনে সেক্ୟୁର ହେଇଛୁ ଅନନ୍ତ କାଳ ନିମନ୍ତେ। ଏହାର ତାତ୍ପର୍ଯ୍ୟ ହିଁ ଏ 32 ଅଧ୍ୟାୟରେ ଲେଖା ଅଛି। ସେଥିପାଇଁ ସେ ଆପଣା ପୁତ୍ରଙ୍କୁ ରଖିପାରିଲେ ନାହିଁ, ସେ ଦେଇଥିଲେ ଜଗତବାସୀଙ୍କ ନିମନ୍ତେ, ଯଦ୍ୱାରା ତାଙ୍କଠାରେ ଏ ସମସ୍ତ ବିଷୟ ଆମେ ପାଇପାରିବା। ମୁଁ ତ 3ଟି କଥା କହିଲି, ସେକ୍ୟୁର ବାଇ ଦି ଲେବର ଅଫ ଖ୍ରାଇଷ୍ଟ, ସେକ୍ୟୁର ବାଇ ଦି ଲାଇଫ ଅଫ ଖ୍ରାଇଷ୍ଟ, ସେକ୍ୟୁର ବାଇ ଦି ଲଭ ଅଫ ଖ୍ରାଇଷ୍ଟ। ଆହୁରି ଅଛି ଯେ ଯଦି ଆମେ ଦେଖିବା ତିତସ ତାର 2:11 ପଦରେ ଲେଖା ଅଛି ଯେ ପାପୀ ମନୁଷ୍ୟମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଜଗତରେ ଅବତୀର୍ଣ୍ଣ ହେଲେ, ଆଉ ସେ ପାପୀ ମାନଙ୍କ ମଧ୍ୟରେ ମୁଁ ପ୍ରଧାନ ବୋଲି ପାଉଲ କହୁଛନ୍ତି। ତିତସଙ୍କୁ ଯେତେବେଳେ ସେ ଲେଖୁଛନ୍ତି ସେଇ କଥା ସେ କହୁଛନ୍ତି,
ପାପୀ ମନୁଷ୍ୟମାନଙ୍କୁ ପରିତ୍ରାଣ କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତରେ ସେ ଅବତୀର୍ଣ୍ଣ ହେଲେ, ସେ ଜଗତକୁ ଆସିଲେ। ସେଥିପାଇଁ ପରମେଶ୍ୱର ତାଙ୍କ ପୁତ୍ରଙ୍କୁ ଦେଲେ ପାପୀ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ। ସେଥିପାଇଁ ଆମେ କହୁଛୁ ଯେ ଅନୁଗ୍ରହରେ ଆମେ ପରିତ୍ରାଣ ପାଉଛୁ, ସାଲଭେସନ ବାଇ ଗ୍ରେସ୍। ସେଇଟା ଇନକ୍ଲୁଡ କରୁଛି କ'ଣ ନା ଆମମାନଙ୍କର ନୂଆ ଜନ୍ମ, ଆମମାନଙ୍କର ପୁନର୍ଜନ୍ମର କଥା, ଯୋଉଟା ନିକୋଦେମ ବୁଝିପାରିନଥିଲେ ଏବଂ ରାତ୍ରି କାଳରେ ଆସି ତାଙ୍କର ପ୍ରଶ୍ନର ଉତ୍ତର ସେ ପାଇଗଲେ। ପୁଣି ସାଲଭେସନ ବାଇ ଗ୍ରେସ୍ ଇନକ୍ଲୁଡ୍ସ ଆଉ ଗୋଟେ ସ୍ପିରିଚୁଆଲ ରେସ୍କ୍ୟୁ ଯାହାକୁ କୁହାଯାଏ, ଅର୍ଥାତ୍ ଆତ୍ମିକ ଉଦ୍ଧାର ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଆସନ୍ତି। ଲୋକମାନେ ଈଶ୍ୱରଙ୍କୁ ଖୋଜୁଛନ୍ତି ଏ ବସ୍ତୁରେ, ସେ ବସ୍ତୁରେ, ଏ ଗଛରେ, ସେ ଡାଳରେ, ଏ ପତ୍ରରେ, ଏ ପଥରରେ, ସେ ପଥରରେ, କିନ୍ତୁ ରିଲିଜିୟନ, ରିଚୁଆଲ୍ସ, ରାଇଟ୍ସ, ଟ୍ରାଡିସନ୍ସ, କଲଚର ଏଗୁଡାକ ସେମାନଙ୍କୁ ଚାପି ପକଉଛି, ଦବେଇ ଦଉଛି, ଆଉ ସେମାନେ ଉପରକୁ ଉଠି ପାରନ୍ତିନି, ଈଶ୍ୱରଙ୍କର ନିକଟବର୍ତ୍ତୀ ହେଇପାରନ୍ତିନି। କିନ୍ତୁ ଈଶ୍ୱର ଦେଖିଲେ ଏମାନେ ଯେତେ ପ୍ରୟାସ କଲେ ମଧ୍ୟ ମୋ ନିକଟକୁ ଆସିପାରିବେ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଙ୍କୁ ସେ ପ୍ରେରଣ କଲେ, ଆପଣା ପୁତ୍ରଙ୍କୁ ସେ ଦେଇଦେଲେ। ଥୋମା ପଚାରିଥିଲେ ଯୋହନ 6 ଅଧ୍ୟାୟରେ, ଈଶ୍ୱରଙ୍କୁ ଆମକୁ ଦର୍ଶନ କରାନ୍ତୁ, ଆମେ କେମିତି ଈଶ୍ୱରଙ୍କୁ ଦେଖିପାରିବା? ଯୀଶୁ ତାଙ୍କୁ କହିଲେ ଯେ ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ତ ଯୀଶୁ ହଉଛନ୍ତି ଆମର ସବୁ କିଛି, କାରଣ ଯୀଶୁଙ୍କ ଠାରେ ଆମର ପରିତ୍ରାଣ ସାଧିତ ହେଲା, ଯୀଶୁଙ୍କ ଠାରେ ଈଶ୍ୱରଙ୍କର ଅନୁଗ୍ରହ ପ୍ରକାଶିତ ହେଲା ବିନା ମୂଲ୍ୟରେ। ଗ୍ରୀକ ଲୋକମାନେ ଅନୁଗ୍ରହକୁ ଏ ପ୍ରକାର ଭାବରେ ତର୍ଜମା କରୁଥିଲେ ଯେ ଗ୍ରେସ୍ ଗୋଟେ ଫେଭର, ଗୋଟେ ବନ୍ଧୁଙ୍କ ପାଇଁ ଯାହା ଦିଆଯାଏ ଫ୍ରିଲି, ଗୋଟେ ବନ୍ଧୁଙ୍କ ନିମନ୍ତେ କିଛି ଅନୁଗ୍ରହ ମୁକ୍ତ ଭାବରେ ଦେବାଟାକୁ ସେମାନେ ଗ୍ରେସ୍ ବୋଲିକରି ବୁଝୁଥିଲେ। ଏବ୍ରୀ ଲୋକମାନେ ବୁଝୁଥିଲେ ଯେ ଈଶ୍ୱରଙ୍କର ଅନୁଗ୍ରହ ହଉଛି ଗୋଟେ ଶତ୍ରୁକୁ, ଯାହାକୁ ସେମାନେ ଶତ୍ରୁ ବୋଲି ବିବେଚନା କରୁଥିଲେ, ତାକୁ ଯଦି ମୁକ୍ତରେ କିଛି ଦିଆଯାଏ, ମୁକୁଳା ଯାଏ, ତାହେଲେ ସେଇଟା ମାନେ ଅନମେରିଟେଡ ଫେଭର ବୋଲିକରି କୁହାଯାଏ। କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଏ ଦିଟା ଠାରୁ ଆହୁରି ଅଧିକ ଅଟେ, ଯାହାକୁ ଆମେ ବର୍ଣ୍ଣନା କରିପାରିବା ନାହିଁ। ସେଥିପାଇଁ ମୁଁ କହିଲି ଗଡ୍ ରିଚେସ୍ ଆସ୍ ଏଟ୍ କ୍ରାଇଷ୍ଟସ୍ ଏକ୍ସପେନ୍ସ, ତାକୁ ହିଁ କୁହାଯାଏ ଗ୍ରେସ୍। ଗଡ୍ ରିଚେସ୍ ଏଟ୍ କ୍ରାଇଷ୍ଟସ୍ ଏକ୍ସପେନ୍ସ, ଖ୍ରୀଷ୍ଟଙ୍କ ମୂଲ୍ୟରେ ପରମେଶ୍ୱର ଆମ ନିକଟକୁ ଆସନ୍ତି। ଖ୍ରୀଷ୍ଟଙ୍କୁ ମୂଲ୍ୟ ଦେବାକୁ ପଡ଼ିଲା, ଖ୍ରୀଷ୍ଟଙ୍କୁ ହତ ହେବାକୁ ପଡ଼ିଲା। ଯୋଉ କ୍ରୁଶରେ ସେ ହତ ହେଲେ, ସେଇଠି ଈଶ୍ୱରଙ୍କ ସହିତ ପାପୀ ମନୁଷ୍ୟକୁ ସେ ପୁନର୍ମିଳନ କରାଇଲେ, ରିକନସିଲିଏସନର କାର୍ଯ୍ୟକୁ ସେ ସମ୍ପାଦନ କଲେ। The salvation by grace also includes spiritual restoration ଆଉ spiritual renewal ବୋଲିକରି କୁହାଯାଏ। ପ୍ରଥମ ପିତର 3:18 ଯଦି ଆମେ ପଢିବା, ଟିକେ ପଢନ୍ତୁ, ସମାପ୍ତ କରିବା, ଟାଇମ ହେଲାଣି। ପ୍ରଥମ ପିତର 3:18 ସ୍ପିରିଚୁଆଲ ରେଷ୍ଟୋରେସନ ସମ୍ପର୍କରେ କିଛି ଲେଖା ଅଛି ସେ ସ୍ଥାନରେ। ପ୍ରଥମ ପିତର 3:18 ପାଇଲେ କି? ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁ ଭୋଗ କଲେ, ମୃତ୍ୟୁ ଭୋଗ କଲେ ସତ, କିନ୍ତୁ ଆମ୍ଭେମାନେ ଆତ୍ମାରେ ଜୀବିତ ହେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଗୋଟେ ସ୍ପିରିଚୁଆଲ ରେଷ୍ଟୋରେସନ ବା ପୁନର୍ମିଳନ ସେ ଆମମାନଙ୍କ ସେ କରେଇଲେ ଖ୍ରୀଷ୍ଟଙ୍କର ମାନେ ଈଶ୍ୱରଙ୍କର ସହିତ। ଆଉ କେବଳ ସେତିକି ନୁହେଁ, ସ୍ପିରିଚୁଆଲ ରିନ୍ୟୁଆଲ ମଧ୍ୟ ସେ କରନ୍ତି। ଏଇ ପରିତ୍ରାଣ, ସାଲଭେସନ ବାଇ ଗ୍ରେସ୍ ଇନକ୍ଲୁଡ ସ୍ପିରିଚୁଆଲ ରିନ୍ୟୁଆଲ ବୋଲିକରି କୁହାଯାଏ। ରୋମିଓ 12 ତାର 1-2 ପଦରେ ଆପଣ ମାନେ ଦେଖିବେ, ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଆପଣ ଆପଣଙ୍କୁ ସଜୀବ ପବିତ୍ର ବଳି ରୂପେ ଉତ୍ସର୍ଗ କର, ଆଉ ଜଗତର ଢାଞ୍ଚାରୁ, ଜଗତର ମୋହମାୟାରୁ, ଜଗତର ଲାଳସାରୁ, ଲୋଭ ଲାଳସାରୁ ମୁକ୍ତ ହୋଇ ଈଶ୍ୱରଙ୍କ ନିକଟରେ ସଜୀବ ପବିତ୍ର ନିଷ୍କଳଙ୍କ ବଳି ରୂପେ ଉତ୍ସର୍ଗ କରିବାର ଅଛି। ରିନ୍ୟୁଡ ମାଇଣ୍ଡ ହବାର ଅଛି। ପୂର୍ବ ଜୀବନ, ପୂର୍ବ ସ୍ୱଭାବ, ପୁରୁଣା ବ୍ୟକ୍ତିକୁ ମରେଇ ଦେବାର ଅଛି, କବରସ୍ଥ କରିବାର ଅଛି ଏବଂ ନୂତନ ଜୀବନରେ ପ୍ରବେଶ କରିବାର ଅଛି। ବାପ୍ତିସ୍ମରେ ଆମେ ତାହା ହିଁ କରିଥାଉ। ପୁରୁଣା ଜୀବନକୁ, ପୁରୁଣା ସ୍ୱଭାବକୁ ଆମେ ପାଣିରେ ମାନେ କଭର କରିଦେଇଥାଉ, ଆଉ ଯେତେବେଳେ ପାଣିରୁ ଆମେ ଉଠି ଆସୁ, ଆମମାନଙ୍କର ପୁନରୁତ୍ଥାନର ନିଦର୍ଶନ ସ୍ୱରୂପ ଖ୍ରୀଷ୍ଟଙ୍କ ସହିତ ଆମେ ସମାନ ହେଇଯାଉ। ତ ସେଥିପାଇଁ ପାଉଲ ସେଇ ରୋମିଓ 6ରେ କହିଲେ, ଈଶ୍ୱରଙ୍କର ଅନୁଗ୍ରହ ବେଶୀ ହେବା ହେତୁ କ'ଣ ତୁମେ ପାପରେ ହିଁ ଜୀବନ ଯାପନ କରୁଥିବ? ଛୋଟ ଛୋଟ ପାପ ହଉ, ବଡ ବଡ ପାପ ହଉ,
ଏ ସମସ୍ତରୁ ଆମମାନଙ୍କୁ ବଞ୍ଚିବାର ଅଛି। ମୁଁ ଆଗରୁ କହିଛି, ବାଂଲାଦେଶରେ ଯେତେବେଳେ ଗୋଟେ କନଭେନସନରେ ମୁଁ ପ୍ରଚାର କରିବା ପାଇଁ ଯାଇଥିଲି, 25 ବର୍ଷ ପାଳକତ୍ୱ କାମ କରିଥିବା ଜଣେ ବ୍ୟକ୍ତି ପରିତ୍ରାଣର ଅନୁଭୂତି ସେ ପାଇନଥିଲେ। ତା ପରଦିନ ସେ ରାତ୍ରି ସାରା ଶୋଇପାରିନଥିଲେ। ପରଦିନ ସକାଳୁ ଜଳଖିଆ ଖାଇବା ସମୟରେ ଟେବୁଲରେ ମତେ ପଚାରୁଛନ୍ତି ଯେ, ମହାଶୟ ମତେ ବୁଝାନ୍ତୁ ପରିତ୍ରାଣର ଅନୁଭୂତି ମୁଁ କେମିତି ପାଇବି। ତାଙ୍କୁ ମୁଁ ଏକ୍ସପ୍ଲେନ କଲା ପରେ ସେ ରିଅଲାଇଜ କଲେ ଏବଂ ସେ ଅନୁଭବଟା ସେ ମେହସୁସ କଲେ, ସେ ପାଇଲେ। ଏଟା ଗୋଟେ ଅନୁଭବ। ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଦେଲେ ଆମେ ପରିତ୍ରାଣ ପାଇ ନ ପାରୁ। ଆମେ ଖ୍ରୀଷ୍ଟିଆନ ବୋଲି ହୁଏତ ନାମାଙ୍କିତ ହେଇପାରୁ, କିନ୍ତୁ ଅସଲି ଖ୍ରୀଷ୍ଟିଆନ କି? ଡାକ୍ତର ପରିବାରରେ ଜଣେ ଜନ୍ମଗ୍ରହଣ କରିଦେଲେ କଣ ଡାକ୍ତର ହେଇଯିବ? ଇଞ୍ଜିନିୟର ପରିବାରରେ ଜଣେ ପୁଅ କିମ୍ବା ଝିଅ ଜନ୍ମଗ୍ରହଣ କରିଦେଲେ ସେ କଣ ଇଞ୍ଜିନିୟର ହେଇଯିବ? ଯେ ପର୍ଯ୍ୟନ୍ତ ସେମାନେ ଇଞ୍ଜିନିୟର ପାଠ ପଢି, ଡାକ୍ତରୀ ପାଠ ପଢି ନିଜକୁ ପ୍ରତିଷ୍ଠିତ ନ କରିପାରନ୍ତି, ପ୍ରୁଭ ନ କରିପାରନ୍ତି। ଆମେ ଖ୍ରୀଷ୍ଟିଆନ ବୋଲିକରି ବାଇବେଲ ଧରି ଗିର୍ଜା ଉପାସନା ପଳେଇଲେ କଣ ଆମେ ଖ୍ରୀଷ୍ଟଙ୍କର ହେଇଗଲୁ? ଆଉ ପରବର୍ତ୍ତୀ ସମୟରେ ଯଦି ଆମମାନଙ୍କର ଜୀବନ ଅନ୍ୟ ପ୍ରକାର ହେଇଥିବ, ଜଗତର ଢାଞ୍ଚା ଅନୁସାରେ ଚାଲୁଥିବ, ଖ୍ରୀଷ୍ଟଙ୍କର ଅନୁଗାମୀ, ଖ୍ରୀଷ୍ଟଙ୍କର ଅନୁକରଣ କଣ ଆମେ ପ୍ରକୃତରେ କରୁଛୁ? ଖ୍ରୀଷ୍ଟଙ୍କୁ ଆପଣାର ପୁତ୍ରଙ୍କୁ ପରମେଶ୍ୱର ଦେଇଦେଲେ, ନିଜ ପାଖରେ ରଖିପାରିଲେ ନାହିଁ। ଯେପରି ତାଙ୍କ ଦ୍ୱାରା ଆମେ ସବୁ ବିଷୟ ପାଇବା, এই ଅନନ୍ତ ଜୀବନ ପାଇବା, ଉଦ୍ଧାର ପାଇବା, ମୁକ୍ତି ପାଇବା, ଶାନ୍ତି ପାଇବା, ପାପ କ୍ଷମାର ଅନୁଭୂତି ପାଇବା, ଉପରନ୍ତ ଅନନ୍ତ ଜୀବନ ଏବଂ ପରିତ୍ରାଣ, ଉଦ୍ଧାର ପାଇବା। ପରିତ୍ରାଣ ଯଦି ଆମେ ପାଇବା ନାହିଁ, ପରିତ୍ରାଣ ପାଇବା ପାଇଁ, ପାପ କ୍ଷମାର ଅନୁଭୂତି ପାଇବା ପାଇଁ ସେ ତାଙ୍କୁ ଦେଲେ। ଏଇଟା ଆପଣମାନେ କଣ ଆଜି ପାଇଛନ୍ତି? ଆମେ ହୁଏତ ଅନେକ ବର୍ଷର ଖ୍ରୀଷ୍ଟିଆନ ହେଇପାରୁ, 25 ବର୍ଷର ପାଳକ କାମ କରିପାରୁ। ଅନେକ ପାଳକ ଅଛନ୍ତି ଯୋଉମାନଙ୍କ ପାଖରେ ପରିତ୍ରାଣର ଅନୁଭୂତି ନଥାଇକିରି ପାଳକ ଭାବରେ କାର୍ଯ୍ୟ କରନ୍ତି, କରୁଛନ୍ତି। ଏବେ ବି ଆମ ସମ୍ପ୍ରଦାୟରେ, ଆମର ସମାଜରେ, ଆମ ମଣ୍ଡଳୀ ମାନଙ୍କରେ ଲୋକ ଅଛନ୍ତି। ତ ଆଜି କଣ ନିଶ୍ଚିତ ଅଛୁ ଆମେ ଈଶ୍ୱରଙ୍କର ସେଇ ଅନୁଗ୍ରହ ଦ୍ୱାରା ପରିତ୍ରାଣ ମୁଁ ପାଇଛି ବୋଲି, ପାପ କ୍ଷମାର ଅନୁଭୂତି ମୁଁ ପାଇଛି ବୋଲି? এই ସ୍ଥାନରେ 60ରୁ ଉର୍ଦ୍ଧ୍ୱ ଲୋକ ଅଛନ୍ତି। ଆମମାନଙ୍କ ଭିତରେ ମଧ୍ୟ କେହି କେହି ରହିଥାଇ ପାରନ୍ତି ଯେ ସେ ପରିତ୍ରାଣର ନିଶ୍ଚିତ ଜ୍ଞାନ ସେମାନଙ୍କର ନଥାଇପାରେ, ସେ ଅନୁଭବ ହୁଏତ ସେମାନଙ୍କର ନଥାଇପାରେ। ମୋର ବି ନଥିଲା ଆଜ୍ଞା। ମୁଁ କଲେଜରେ ପାଠ ପଢିଲା ବେଳେ, କଲେଜରେ ପାଠ ପଢିବା ପୂର୍ବରୁ ବାଇବେଲ ମୁଁ ମୁଖସ୍ଥ କରିଥିଲି, ବହୁତ ଗୁଡାଏ ପଦ ପର୍ବ, ଘଣ୍ଟା ଘଣ୍ଟା ମୁଁ ମେମୋରି ଭର୍ସ କହୁଥିଲି ଚର୍ଚ୍ଚରେ, କିନ୍ତୁ ସେଇଟା ମୋର ପରିତ୍ରାଣ ସାଧନ କରିନଥିଲା। ଖାଇବା ପାଇଁ ନଥିଲେ ମଧ୍ୟ ଆମେ ବାଇବେଲ ପାଠ କରିବୁ, ମୁଖସ୍ଥ କରିବୁ ପଦ, ଚର୍ଚ୍ଚରେ କହିବୁ ପଦ ପର୍ବ, କିନ୍ତୁ ସେତିକିରେ ମୋର ପରିତ୍ରାଣ ସାଧନ ହେଇନଥିଲା। ଯୀଶୁ ହିଁ ଏକମାତ୍ର ପଥ ଗୋଟେ ପୁସ୍ତିକା ମୁଁ ପାଠ କରୁଥିଲି ଫେବୃଆରୀ 4 ତାରିଖ 1988 ମସିହାରେ ପାରଳାଖେମୁଣ୍ଡିର ସେଇ CBM ହଷ୍ଟେଲରେ, ଯୋଉଠି କରେଣ୍ଟ ନଥିଲା, ସେଇ ଜାଗାରେ ଛୋଟିଆ ରୁମରେ ରହି ମୁଁ ପଢୁଥିବା ଅବସ୍ଥାରେ ମୁଁ ପ୍ରାର୍ଥନା କରୁଥିଲି କାନ୍ଦି କାନ୍ଦି। ମୁଁ ଅନୁଭବ କଲି ମୋର ପାପ, ଆଉ ସେତେବେଳେ ପ୍ରଭୁ ମତେ କ୍ରୁଶରେ ହତ ହେବା ଅବସ୍ଥାରେ ମୋର ତାଲିକା ସେ ଦେଖେଇଲେ ଏବଂ କହିଲେ ଏ ସବୁ ପାପ ତୋର ଅଛି, ଆଉ ମୁଁ ମୋର ରକ୍ତରେ ଧୋଇ ପରିଷ୍କାର କରିଛି। ସେଇ ଯୋଉ ଏସୁରାନ୍ସଟା ପାଇଲି, ସେଇ ଯୋଉ ଅନୁଭବଟା ପାଇଲି, ସେଇଟା ମୋ ପାଇଁ ପରିତ୍ରାଣର ଦିନ ଥିଲା। ସେଇଟା ହଉଛି ଫେବୃଆରୀ 4 ତାରିଖ 1988 ମସିହାରେ ମୁଁ ପରିତ୍ରାଣ ପାଇଛି। ତା ପୂର୍ବରୁ ସଭା ସମିତିରେ ଉଠି ଉଠି ବାଇବେଲ ପଢୁଥିଲି, କିନ୍ତୁ ସେଇଟା ମତେ ପରିତ୍ରାଣ ଦେଇନଥିଲା। ମୁଁ ବାଇବେଲ ତା ଆଗରୁ ବହୁତ ଥର ଅଧ୍ୟୟନ କରିଛି, ଆଦି ପୁସ୍ତକରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ, କିନ୍ତୁ ମୁଁ ପରିତ୍ରାଣର ଅନୁଭୂତି କେବେ ପାଇନଥିଲି। ମୁଁ ପାଳକ ପ୍ରଚାରକ ମାନଙ୍କର ବ୍ୟାଗ ଧରି ସେମାନଙ୍କର ପଛରେ ପଛରେ ବୁଲୁଥିଲି, ରାତି ସାରା ଉପବାସ ପ୍ରାର୍ଥନାରେ ଯୋଗଦାନ କରୁଥିଲି, କିନ୍ତୁ ମୋର ପରିତ୍ରାଣର ଅନୁଭୂତି ନଥିଲା, ପାପ କ୍ଷମାର ଅନୁଭୂତି ନଥିଲା। ସେଇଦିନ ପାଇଲି ଯୋଉଦିନ ଯୀଶୁ ହିଁ ଏକମାତ୍ର ପଥ ଗୋଟେ ପୁସ୍ତିକା ପଢୁ ପଢୁ ମୁଁ ରିଅଲାଇଜ କଲି, ପଶ୍ଚାତାପ କଲି, ଅନୁତାପ କଲି, ଖେଦ କ୍ରନ୍ଦନ କଲି ଏବଂ କାନ୍ଦି କାନ୍ଦି ପ୍ରାର୍ଥନା କରିବା ଦ୍ୱାରା ମୋର ପାପ କ୍ଷମାର ଅନୁଭୂତି ମୁଁ ପାଇଲି ଏବଂ ମୋର ପରିତ୍ରାଣର ଆନନ୍ଦ ମୁଁ ପାଇଲି। ଆଜି ସେଇ ଅନୁଭୂତି ଆପଣମାନଙ୍କ ପାଖରେ ଅଛି କି? ନିଜକୁ ପଚାରନ୍ତୁ ଏବଂ ଅନନ୍ତ କାଳ ନିମନ୍ତେ ଆପଣ କଣ ସୁରକ୍ଷିତ ଅଛନ୍ତି କି? ଖ୍ରୀଷ୍ଟଙ୍କର ଶ୍ରମ ଦ୍ୱାରା, ଖ୍ରୀଷ୍ଟଙ୍କର ଜୀବନ ଦ୍ୱାରା, ଖ୍ରୀଷ୍ଟଙ୍କର ପ୍ରେମ ଦ୍ୱାରା ନିଜକୁ ପଚାରନ୍ତୁ ଏବଂ ନିଶ୍ଚିତ ହୁଅନ୍ତୁ ଖ୍ରୀଷ୍ଟଙ୍କର ଆଗମନର ପ୍ରତୀକ୍ଷାରେ ବର୍ତ୍ତମାନ ଆମେ ରହୁଅଛୁ।
ନିଜ ନିଜକୁ ପ୍ରସ୍ତୁତ କରିବା ପାଇଁ। ହଁ, ମନୁଷ୍ୟ ହେବା ହେତୁ ଆମେ ଝୁଣ୍ଟି ପଡୁଛୁ, ଅନେକ ଥର ବିଭିନ୍ନ ରକମର ବିଫଳତାର କାରଣ ହଉଛୁ, ଅନେକଙ୍କର ଆଶୀର୍ବାଦର କାରଣ ହେବା ପରିବର୍ତ୍ତେ ଅଭିଶାପର କାରଣ ମଧ୍ୟ ହଉଛୁ। ଆମେ ରିଅଲାଇଜ କରିବା, ଅନୁତାପ କରିବା, ପଶ୍ଚାତାପ କରିବା, ପ୍ରାୟଶ୍ଚିତ କରିବା। ପ୍ରାୟଶ୍ଚିତ କାର୍ଯ୍ୟ ପ୍ରଭୁ କରିଦେଇଛନ୍ତି ଆମ ପାଇଁ। ବିଶ୍ୱାସର ସହିତ ଆମେ ଜୀବନ ଯାପନ କରିବା, ଉଦ୍ଧାର ପ୍ରାପ୍ତ ବ୍ୟକ୍ତି, ନୂତନ ଜୀବନ ପ୍ରାପ୍ତ ବ୍ୟକ୍ତି ଭାବରେ ଆମେ ଜୀବନ ଯାପନ କରିବା ଏବଂ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ କରିବା, ଖ୍ରୀଷ୍ଟଙ୍କର ମହିମା ପ୍ରକାଶ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏ ସମସ୍ତ ଚିନ୍ତାଧାରା ଦ୍ୱାରା ଏବଂ ଏହି ପରିତ୍ରାଣର ନିଶ୍ଚୟତା ରୂପକ ଜ୍ଞାନ ଦେଇ ପାପ କ୍ଷମାର ଅନୁଭୂତି ପାଇବାର ଏକ ସ୍ୱଭାବ ଦେଇ ଆମମାନଙ୍କୁ ଆହୁରି ତାଙ୍କର ନିକଟବର୍ତ୍ତୀ କରାନ୍ତୁ। ପ୍ରଭୁ ସମସ୍ତଙ୍କର ସହାୟ ହୁଅନ୍ତୁ।